ସହିତ ଶୁଣିବାକୁ କହୁଥିଲି ସିଏ ମଝିରେ ଆଉ ଗୋଟେ ପ୍ରଶ୍ନ କରିଦେଲେ ଯେ ଆପଣ ସିଆଡ଼େ ଚାଲିଗଲେ। ସେ ଯୋଉ କହିଲେ ବିସର୍ଗ ଧ୍ୱନି ହୁଏ ସେଇଠୁ ଟିକେ କହିଲେ ମୁଁ ଟିକେ ଶୁଣନ୍ତି ଆଜ୍ଞା। ବିସର୍ଗ ଧ୍ୱନି ହଁ ଏ ଯୋଉ କହିଲେ ଯୋଉ ସେ କହୁଥିଲେ ଯେ ନାଭିରୁ ଉଚ୍ଚାରଣ ହୁଏ। ସେ ଆପଣଠୁ କହିଲେ ନାଇଁ ନାଇଁ ନାଭିରୁ ହଉଛି ବିସର୍ଗ ଧ୍ୱନି ହୁଏ। ଆପଣ କହି ଆସୁଥିଲେ ତାପରେ ସିଏ ସେଟା ଯାଇକି ହକାର ହେଇକି ହୃଦୟରେ ରହେ ତାପରେ ଆଉ ଗୋଟେ ସେ କଣ ମଝିରେ କଥା କହିଲେ ଯେ ଆପଣ ସେପଟକୁ ଚାଲିଗଲେ ଟିକେ ମୁଁ ଆଉ ଜାଣିପାରିଲିନି ତାକୁ। ଶୁଣ ବିସର୍ଗ ଆଉ ଆଜ୍ଞା। ବିନ୍ଦୁ ହେଲା ହୁଁ ଏଇ ଦିଟା ହୁଁ ଗୋଟିଏ ଜାଗାରେ ରହନ୍ତି ହଁ ହେଲା। ହଁ ବିସର୍ଗର ଅନ୍ୟ ନାମ ହଉଛି ରଜ। ରଜ ଆଜ୍ଞା। ବିନ୍ଦୁର ଅନ୍ୟ ନାମ ହେଲା ବୀର୍ଯ୍ୟ। ବୁଝିଯିବ ରଜ ବୀର୍ଯ୍ୟ ଦିଟା ମିଳନ ହେଲେ ଆଜ୍ଞା। ହେଲା ଯୋଉ ଶକ୍ତି ଟା ଜାତ ହୁଏ ତା ନାଁ ହେଲା ଧାତୁ। ଧାତୁ ଶକ୍ତି ଆଜ୍ଞା। ହଁ ସେ ଧାତୁ ଶକ୍ତି କି ତାକୁ କୁହନ୍ତି ମଧ୍ୟ ଆତ୍ମ ଶକ୍ତି। ହଁ ଆଜ୍ଞା। ତାକୁ ପୁରାଣରେ କୁହାଯାଏ ବ୍ରହ୍ମା। ହଁ ବ୍ରହ୍ମା। ଆଚ୍ଛା ବ୍ରହ୍ମା ସୃଷ୍ଟିକର୍ତ୍ତା। ଆଜ୍ଞା। ସୃଷ୍ଟିକର୍ତ୍ତା ମାନେ କଣ ପ୍ରାଣୀ ସୃଷ୍ଟି ବ୍ରହ୍ମା କରନ୍ତି। କରନ୍ତି ଆଜ୍ଞା ହଁ। ଯଦି ପ୍ରାଣୀ ସୃଷ୍ଟି ବ୍ରହ୍ମା କରନ୍ତି ଆଜ୍ଞା ତମର ପ୍ରାଣୀ ସୃଷ୍ଟି କୋଉଥିରୁ ହୁଏ ଏଇ ରଜ ଶକ୍ତିରୁ ନହେଲେ ବୀର୍ଯ୍ୟ ଶକ୍ତିରୁ। ଆଜ୍ଞା ଏଇ ରଜ ବୀର୍ଯ୍ୟ ଶକ୍ତିର ମୂଳ ସ୍ଥାନ କୋଉଠି? ଯୋଉ ନାଭି ନାଭି। ସେ ନାଭିରେ ରହିଛି ଧାତୁ ଶକ୍ତି। ଆଜ୍ଞା ଧାତୁ ହଉଛି ଗୋଟେ ଅଲଗା ଶକ୍ତି ଆଜ୍ଞା ବୁଝିପାରୁଛନ୍ତି ଯିଏ ଆଜ୍ଞା କି ରଜ ବୀର୍ଯ୍ୟର ମିଳନରୁ ନୁହେଁ ଆଜ୍ଞା ଧାତୁରୁ ରଜ ବୀର୍ଯ୍ୟ ସୃଷ୍ଟି ହୁଏ। ହଁ ଧାତୁରୁ ସୃଷ୍ଟି ହୁଏ। ଧାତୁ ଗୋଟେ ଅଲଗା ପଦାର୍ଥ ହୁଁ ସେଇଥିରୁ ରଜ ବୀର୍ଯ୍ୟ କେତେବେଳେ ସୃଷ୍ଟି ହୁଏ ନା ପିଲାଟିଏ ଯେତେବେଳେ ହୁଁ ମାତୃ ଗର୍ଭରେ ତା ଶରୀର ଧାରଣ କରିକି ଭୂପତିତ ହୁଏ। ଆଜ୍ଞା ଯେତେବେଳେ ପିଲାଟିଏ ଭୂପତିତ ହୁଏ ହୁଁ ସେତେବେଳେ କଣ ହୁଏ ନା ତା ଦେହରେ 7 ମାସରେ ସେ ପ୍ରଥମେ ଧାତୁ ଶକ୍ତି ତା ନାଭିରେ ସୃଷ୍ଟି ହୁଏ। ଆଜ୍ଞା ଯେତେବେଳେ ଧାତୁ ଶକ୍ତି ତ ସୃଷ୍ଟି ହୁଏ ଆଜ୍ଞା କିନ୍ତୁ ଧାତୁ ଶକ୍ତି ଯେତେବେଳେ ହୁଁ ତମର ମାନେ ପିଲାର ଯେତେବେଳେ ଯୌବନ ସମୟ ଆସେ ହୁଁ ପ୍ରାପ୍ତ ଯେତେବେଳେ ହୁଏ ପ୍ରାପ୍ତ ବୟସ୍କ ହୁଏ। ପ୍ରାପ୍ତ ବୟସ ହୁଏ ଆଜ୍ଞା ସେତେବେଳେ କଣ ହୁଏ ନା ପୁରୁଷର ସେ ରଜରେ ପରିଣତ ହୁଏ ଆଉ ସ୍ତ୍ରୀର ସେ ବୀର୍ଯ୍ୟରେ ପରିଣତ ହୁଏ। ଆଜ୍ଞା ପୁରୁଷର ରଜରେ ମାନେ ଧାତୁ ଶକ୍ତିଟା ହୁଁ ପୁରୁଷର ଶୁକ୍ରାଶୟରେ ହୁଁ ବୀର୍ଯ୍ୟ ଶକ୍ତିରେ ପରିଣତ ହେଇକିରି ସେ ହୁଁ ଶୁକ୍ରାଣୁ ଦେହରେ ରହେ କ୍ରିୟାଶୀଳ ହୁଏ। ହଁ ଆଚ୍ଛା ସେଇ ଧାତୁ ଶକ୍ତି ଟା ହୁଁ ଯେ ସ୍ତ୍ରୀ ଲୋକର ଡିମ୍ବାଶୟରେ ହୁଁ ଡିମ୍ବାଣୁ ଦେହରେ ହୁଁ ସେ ରଜ ଶକ୍ତି ନାମରେ କ୍ରିୟାଶୀଳ ହୁଏ। କ୍ରିୟାଶୀଳ ହୁଏ। ହଁ ଗୋଟିଏ ଶକ୍ତି ସେ ହୁଁ ଦିଟା ପାତ୍ର ନେଇକିରି ଦିଟା ଅଲଗା ଅଲଗା ଶକ୍ତି ଆଜ୍ଞା ହେଇଯାଏ। ଗର୍ଭାଶୟରେ ଡିମ୍ବାଣୁ ଦେହରେ ସେ ତାକୁ କୁହାଯାଏ ରଜ ଶକ୍ତି ଆଉ ଶୁକ୍ରାଣୁ ଶୁକ୍ରାଣୁ ଦେହରେ ତାକୁ କୁହାଯାଏ ବୀର୍ଯ୍ୟ ଶକ୍ତି। ଆଜ୍ଞା ତେଣୁ ରଜ ଶକ୍ତି ବୀର୍ଯ୍ୟ ଶକ୍ତି ଦିଟା ଧାତୁ ହୁଁ ଶକ୍ତିରୁ ଜାତ ହେଇଛି ନା ଆଉ। ଆଜ୍ଞା ଆଚ୍ଛା ତେଣୁ ଏଇ ଯୋଉ ତିନିଟା ଶକ୍ତି ଏଇ ହୁଁ ଶକ୍ତି ଆମ ଯୋଉ ଶରୀରରେ ସୃଷ୍ଟି ହଉଛି ହୁଁ ୟାର ମୂଳ ପ୍ରକୃତି ବୀଜ ହୁଁ ଶୂନ୍ୟରେ ଅଛି। ଆଜ୍ଞା ମହାଶୂନ୍ୟରେ ଏଇ ହଁ ତିନିଟା ଶକ୍ତି ହଁ ରହିଛନ୍ତି ହେଲା। ଆଜ୍ଞା ଆଜ୍ଞା ଆଚ୍ଛା ଯେତେବେଳେ ସେ ସରି ଭିତରେ ଯାହାକୁ ବୀର୍ଯ୍ୟ ଆମେ କହିବା ଆଜ୍ଞା ସେଟା ଯୋଉ ସରି ବାହାରେ ମହାଶୂନ୍ୟରେ ତା ନାଁ ହଉଛି ପୁରୁଷ। ପୁରୁଷ ଆଚ୍ଛା ସରି ଭିତରେ ଯାହାକୁ ରଜ ବୋଲି କହିବା ମହାଶୂନ୍ୟରେ ତା ନାଁ ହଉଛି ପ୍ରକୃତି। ପ୍ରକୃତି ପୁରୁଷ ପ୍ରକୃତି ରହିଥିଲା। ଆଚ୍ଛା ଆଜ୍ଞା ଧାତୁ ବୋଲିକି ଯାହାକୁ ଆମେ କହୁଛନ୍ତି ସିଏ ହଉଛି ପରମ ବ୍ରହ୍ମ। ପରମ ବ୍ରହ୍ମ ବ୍ରହ୍ମଙ୍କ ଠାରୁ ହୁଁ ପ୍ରତିଫଳିତ ହେଇ ଶରୀରରେ କ୍ରିୟାଶୀଳ ହେଇଥିବାରୁ ତା ନାଁ ହଉଛି ବ୍ରହ୍ମା। ବ୍ରହ୍ମା ବ୍ରହ୍ମ ଶବ୍ଦର ମାନେ ବ୍ରହ୍ମ ଶବ୍ଦରୁ ହୁଁ ବ୍ରହ୍ମା ଶବ୍ଦ ସୃଷ୍ଟି ହେଇଛି। ହଁ ଆଜ୍ଞା ବ୍ରହ୍ମା ରହିଲେ ପ୍ରତ୍ୟେକ ପ୍ରାଣୀର ନାଭିରେ ରହିଲେ ବ୍ରହ୍ମା ଆଜ୍ଞା ହେଲା ଆଜ୍ଞା କି ସେଇ ଯୋଉ ଦୁକୁ ଦୁକୁରେ ରହିଲେ ବ୍ରହ୍ମ। ବ୍ରହ୍ମ ବ୍ରହ୍ମ ରହିଲେ ଦୁକୁ ଦୁକିରେ ହୁଁ ବ୍ରହ୍ମା ରହିଲେ ନାଭିରେ। ନାଭିରେ ବ୍ରହ୍ମା ହେଲେ ସୃଷ୍ଟିକର୍ତ୍ତା ଆଜ୍ଞା କିନ୍ତୁ ବ୍ରହ୍ମ ହେଲେ ନିଷ୍କ୍ରିୟ ଏବଂ ହୁଁ ସିଏ କାରକ। କାରକ ଆଚ୍ଛା ବ୍ରହ୍ମ ରହିଲେ କୋଉଠି ଦୁକୁ ଦୁକିରେ ନା ଆଜ୍ଞା ବ୍ରହ୍ମା ରହିଲେ କୋଉଠି ନା ନାଭିରେ। ନାଭିରେ ପୁରୁଷ ପ୍ରକୃତି ରହିଲେ କୋଉଠି ନା ପୁରୁଷ ପ୍ରକୃତି ରହିଲେ ଲଲାଟ ଚକ୍ରରେ। ଲଲାଟ ଚକ୍ରରେ ବୁଝିଲ ଆମର ହୁଁ ଭାଗବତ କହୁଛି ହୁଁ ପୁରୁଷ ନିଜେ ଜ୍ଞାନ ହୁଁ ଏବଂ ତାକୁ କୁହାଯାଏ ଜ୍ୟୋତି। ଜ୍ୟୋତି ପ୍ରକୃତି ହଉଛି ଇଚ୍ଛା ଇଚ୍ଛା ତାକୁ କୁହାଯାଏ କଣ ନା କଳା। କଣ କାହିଁ କହିଲେ ଜାଣିପାରିଲିନି। କଳା 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 ହଁ କଳା ମାନେ କଣ ରଙ୍ଗ। ରଙ୍ଗ ମୁଁ ବୁଝେଇ ଦଉଛି
ହୁଁ। ଯେ ଆଲୋକ ଏବଂ ତାର ରଙ୍ଗ ହୁଁ ଇଏ ଦିଟା ଭିନ୍ନ। ହୁଁ ଆଲୋକ ହଉଛି କଣିକା, ହୁଁ ତାର ତରଙ୍ଗଟା ହଉଛି କଣ ରଙ୍ଗ ନା ରଙ୍ଗ, ହଁ ତା ତରଙ୍ଗଟା ୱେଭଟା ହଉଛି ରଙ୍ଗ ଆଉ। ରଙ୍ଗ। ତେଣୁ ହୁଁ ଆଲୋକ ଯଦି ପୁରୁଷ ହୁଏ ତା ହୁଁ ତରଙ୍ଗଟା ହେଲା ପ୍ରକୃତି, ପ୍ରକୃତି କିନ୍ତୁ ସେଇ ଆଲୋକଟା ହଉଛି କଣ ବାହାର ଆଲୋକ। ଏଟା ବାହାର ଆଲୋକ, ହଁ। ଭିତରେ ଭିତରେ ଯୋଉ ଚିଦାଲୋକ, ହୁଁ ସେ ଚିଦାଲୋକର ଆଲୋକ ଅଂଶଟି ହୁଁ କୁହାଯାଏ ଜ୍ୟୋତି। ଜ୍ୟୋତି। ତାର ଯୋଉ ଆଲୋକର ଯୋଉ କଳାଟା, ଯୋଉ ତରଙ୍ଗଟା ଯୋଉ ସୃଷ୍ଟି ହୁଏ, ଯୋଉ କଳା ସୃଷ୍ଟି ହୁଏ, ତା ହଁ ନାଁ ହଉଛି କଣ ନା ଇଚ୍ଛା, ପ୍ରକୃତି। ପ୍ରକୃତି। ଇଚ୍ଛା ଇଚ୍ଛା। ହଁ, ସେଇ ପ୍ରକୃତି ହୁଁ ବୁଝିପାରୁଛ କି ହୁଁ ଯେ ତିନି ଭାଗରେ ବିଭକ୍ତ। ହୁଁ ଯାହାକୁ ଆମର ଦାର୍ଶନିକ ମାନେ କହୁଛନ୍ତି ପ୍ରକୃତି ତିନି ଭାଗରେ ବିଭକ୍ତ। ହୁଁ ମୁଁ ବିଜ୍ଞାନ ଦର୍ଶନ ଦିଟା ତମକୁ କହୁନି, ସମୟ ଆଜ୍ଞା ଅଛି ତ? ଆଜ୍ଞା। ହଁ, ମୁଁ କହୁଛି ଧୈର୍ଯ୍ୟ ଧରିକି ଶୁଣ। ହଁ ମୁଁ ଆଜ୍ଞା ଧୈର୍ଯ୍ୟ ଧରି ସହିତରେ ଅଛି, ଶୁଣୁଛି। ହୁଁ। ହୁଁ ଗୋଟେ କଥା ଶୁଣ, ଯେ ହୁଁ ଆମର ହୁଁ ପଣ୍ଡିତ ମାନେ କହିଛନ୍ତି ହୁଁ ଯଥା ପିଣ୍ଡେ ତଥା ବ୍ରହ୍ମାଣ୍ଡେ। ହୁଁ ଯୋଉଟା ପିଣ୍ଡରେ ଅଛି ସେଇଟା ବି ବ୍ରହ୍ମାଣ୍ଡରେ ଅଛି। ଅଛି। ହୁଁ ଆଚ୍ଛା, ଯଦି ଅଛି ଏକଥା ବି ବିଜ୍ଞାନ ମଧ୍ୟ ପ୍ରମାଣ କରି ସାରିଛି। ହଁ କରିସାରିଛି ଆଜ୍ଞା। ଆଚ୍ଛା, ଗୋଟେ ହଉଛି କଣ, ଗୋଟେ ହଉଛି କ୍ଷୁଦ୍ର ଶୂନ୍ୟ, ଗୋଟେ ହୁଁ ହଉଛି ବୃହତ ଶୂନ୍ୟ। ହୁଁ ଆମ ଶରୀର ଭିତରେ ଯୋଉ ଶୂନ୍ୟ ରହିଲା ହୁଁ ସେଟା ହଉଛି କ୍ଷୁଦ୍ର ଶୂନ୍ୟ, ହୁଁ କିନ୍ତୁ ବାହାର ଯୋଉଟା ରହିଲା ବୃହତ ଶୂନ୍ୟ। ହଁ ତେଣୁ ଆଜ୍ଞା। ବିଜ୍ଞାନ କହୁଛି ଯେ ହୁଁ କ୍ଷୁଦ୍ର ଶୂନ୍ୟରେ ହୁଁ ବୃହତ ଶୂନ୍ୟ ପ୍ରତିଫଳିତ ହଉଛି, ହୁଁ ବୃହତ ଶୂନ୍ୟରେ କ୍ଷୁଦ୍ର ଶୂନ୍ୟ ମଧ୍ୟ ପ୍ରତିଫଳିତ ହଉଛି। ଉଭୟ ପରସ୍ପର ପାଇଁ ପ୍ରତିଫଳିତ ବିରୋଧ। ଆଉ। ହୁଁ ହଁ, ଶୁଣ, ହୁଁ ତେଣୁ ଆମେ ସ୍ଥୂଳ ମାର୍ଗରେ ବୁଝିବା ପାଇଁ ହେଲେ ହୁଁ ଯେ ଆମର ଯୋଉ ବିଜ୍ଞାନ ମତରେ ହୁଁ ଯୋଉ ଆଲୋକ ତରଙ୍ଗ, ହୁଁ ଆମର ବୈଜ୍ଞାନିକ ନ୍ୟୁଟନ ହୁଁ ଗୋଟେ ପ୍ରିଜିମରେ ତାକୁ ପ୍ରତିଶ୍ରୁତ କରେଇ ଆଜ୍ଞା ସେ ଆଜ୍ଞା। କଣ କଲେ ନା, କହିଲେ ଆଲୋକରେ 7ଟା ରଙ୍ଗ ଅଛି। ବାଘ ହୁଁ ନିଶ ହନାଲା, ହଁ ଧନ୍ୟବାଦ। ବାଇଗଣ, ବାଇଗଣୀ, ହୁଁ ଘନନୀଳ, ହୁଁ ନୀଳ, ସବୁଜ, ହୁଁ ହଳଦୀ, ହୁଁ ନାରଙ୍ଗୀ, ଲାଲ ହୁଁ ହୁଁ ଏଠି କହିଥିଲେ। କିନ୍ତୁ ଆଜ୍ଞା। ପରବର୍ତ୍ତୀ ମୁହୂର୍ତ୍ତରେ ବୈଜ୍ଞାନିକ ମାନେ ପ୍ରମାଣ କରିକି ଦେଖିଲେ ଯେ ହୁଁ 7ଟି ରଙ୍ଗ ମୌଳିକ ରଙ୍ଗ ନୁହନ୍ତି। ନାଇଁ। ତା ଭିତରୁ 3ଟି ରଙ୍ଗ ହଉଛି ମୌଳିକ। ହଁ ଗୋଟେ ହଉଛି କିଏ ନା, ଗୋଟେ ଲାଲ, ଗୋଟେ ହଳଦୀ, ଗୋଟେ ହଉଛି ନୀଳ। ହୁଁ ଏଇ 3ଟା ରଙ୍ଗ ହଉଛି ମୌଳିକ ହୁଁ ରଙ୍ଗ। ହୁଁ ଇଏ ଯେମିତି 3ଟା ରଙ୍ଗ ମୌଳିକ ରଙ୍ଗ, ସେଇମିତି ହୁଁ ଆମର କଣ ହୁଏ ନା, ମହାଶୂନ୍ୟରେ ଯେତେବେଳେ ପୁରୁଷ ପ୍ରକୃତି ରୁହନ୍ତି, ସାଂଖ୍ୟ ମାନେ କହନ୍ତି ଯେ ହୁଁ ବ୍ରହ୍ମାଣ୍ଡର ଶେଷ ନିର୍ଯାତ ହଉଛି ପୁରୁଷ ପ୍ରକୃତି। ହୁଁ ତେଣୁ ପୁରୁଷ ତ ରହିଲା ତ ଚିତ୍ ଜ୍ୟୋତି ନା, ହୁଁ ପ୍ରକୃତି ହଉଛି ତାର ତରଙ୍ଗ, ଆଲୋକ। ତରଙ୍ଗ। ହୁଁ କିନ୍ତୁ ସେଇ ତରଙ୍ଗଟା ହୁଁ ଏଠି ଯେମିତି 3 ଭାଗରେ ବିଭକ୍ତ, ସେଠି ମଧ୍ୟ 3 ଭାଗରେ ବିଭକ୍ତ। କିଏ ସେ ଆଜ୍ଞା। ନା, ଗୋଟେ ଲାଲ, ଗୋଟେ ହୁଁ ନୀଳ, ଗୋଟେ ହଉଛି ହଳଦୀ। ହୁଁ ଏଇ 3ଟା ମୌଳିକ ରଙ୍ଗ। ହୁଁ ଏଇ ଆଜ୍ଞା। ମୌଳିକ ରଙ୍ଗ 3ଟା ଯେତେବେଳେ ଏଇ 3ଟା ରଙ୍ଗ ମିଶିଗଲେ ଧଳା ଆଲୋକ ସୃଷ୍ଟି ହଉଛି। ହୁଁ ପ୍ରକୃତିର ଏଇ 3 ରଙ୍ଗ ଯେତେବେଳେ ମିଶି ଯାଉଛି, ସେଇଟା ହଉଛି ଶୁଭ୍ର ଜ୍ୟୋତି। ଶୁଭ୍ରଜ୍ୟୋତି, ହଁ। ଶୁଭ୍ର ଜ୍ୟୋତି। ତେଣୁ ହୁଁ ପ୍ରକୃତିର ବର୍ଣ୍ଣ ହଉଛି ଧଳା, ଜଳା। ଶୁଭ୍ର। କିନ୍ତୁ ତା ହୁଁ ଭିତରେ ଯୋଉ 3ଟା ରଙ୍ଗ ଗୁପ୍ତ ଭାବରେ ମିଶିକି ରହିଛି, 3ଟା ହୁଁ କଳା, ସେଇ ହୁଁ 3ଟା କଳାକୁ କୁହନ୍ତି ପ୍ରକୃତିର ଗୁଣ। ଗୁଣ। ପ୍ରକୃତିର ଗୁଣ କଣ ହୁଁ ନା, ଗୋଟେ ସତ୍ୱ ଗୁଣ, ଗୋଟେ ହୁଁ ରଜ ଗୁଣ, ଗୋଟେ ହଉଛି ତମ ଗୁଣ। ଆଜ୍ଞା। ଆଚ୍ଛା, ସତ୍ୱ ଗୁଣ ହଉଛି ନୀଳବର୍ଣ୍ଣ, ହୁଁ ରଜ ଗୁଣ ହଉଛି ଲାଲ ବର୍ଣ୍ଣ, ହୁଁ ତମ ଗୁଣ ହଉଛି ପୀତ ବର୍ଣ୍ଣ। ହୁଁ ତେଣୁ ଏଇ 3ଟା ବର୍ଣ୍ଣ ପ୍ରକୃତି ଭିତରେ ରହିଛି। ହୁଁ ତେଣୁ ପ୍ରକୃତି ଯେତେବେଳେ ବିଶ୍ଵ ସୃଷ୍ଟି ସମୟରେ ସେ ହୁଁ ଯେତେବେଳେ କଣ ହଉଛି ନା, ସ୍ଥୂଳ ରୂପ ଧାରଣ କରୁଛି, ସେତେବେଳେ କଣ ହଉଛି ନା, ସିଏ ଗୋଟିଏ ସ୍ତର ବିଷୟରେ ସୃଷ୍ଟି କରୁଛି। ସେ ସ୍ତର ନାଁ ହଉଛି ମହତ ବା ମହତତ୍ଵ। ହୁଁ